ଡାକିଥିଲେ? ହଁ ମହାମନ୍ତ୍ରୀ, ମୋର ଆଜି ମିଠା ଖାଇବାକୁ ବହୁତ ମନ ହେଉଛି। ଯାଅ ଜଲ୍ଦି ମିଠା ତିଆରି କରି ମୋ ପାଇଁ ଆଣ। ଆଜ୍ଞା ମହାରାଜ, ମୁଁ ଯାଇ ସାଙ୍ଗେ ସାଙ୍ଗେ କହିକି ମିଠା ତିଆରି କରିକି ନେଇକି ଆସୁଛି। ଆରେ ଜଲ୍ଦି ଜଲ୍ଦି କାମ କର ରେ, ମହାରାଜା ଥାଳି ଧରି ବସିଲେଣି ମିଠା ଖାଇବେ ବୋଲି। ବହୁତ ଜଲ୍ଦି କରିବାକୁ ପଡ଼ିବ। ହଁ ବାବୁ, ଆମେ ତ ଏଇ ମିଠା ତିଆରି କରୁଛେ, ଆମେ କ'ଣ ବସିଛେ ନା କ'ଣ? ରାଜା ଏତେ ସାରା ମିଠେଇ ଖାଉଛନ୍ତି, ଆମକୁ ଟିକେ ହେଲେ ଦିଅନ୍ତେନି? କ'ଣ ହେଲା, ମିଠା ଖାଇବୁ? ତୁ ସେଇ ଶୁଙ୍ଗି ଶୁଙ୍ଗି ତା ପେଟ ପୂରେଇ ଦେ ରେ ମଧୁଆ। ଯାହା କହିଲ ବାବୁ, ରାଜା ମିଠା ଖାଇବେ, ଆମେ ତା ବାସ୍ନା ଶୁଙ୍ଗି ଆମ ପେଟ ପୂରାଇବା କଥା। ଆମ ଭାଗ୍ୟ ତ ଖରାପ। ଆରେ ବାଃ, କେତେ ସୁନ୍ଦର ବାସ୍ନା ଆସୁଛି। ତା ବାସ୍ନା ଯଦି ଏତେ ସୁନ୍ଦର, ତାହେଲେ ତାକୁ ଖାଇବାକୁ କେତେ ମଜା ଲାଗିବ। ଲାଗୁଛି ରଜାଙ୍କ ଉଆସ ଆଡ଼ୁ ଆସୁଛି ବୋଧେ। ଏ ବୁଲବୁଲ ଚଢ଼େଇ, ତୁ କ'ଣ ଏତେ ନିରଖି ଦେଖୁଛୁ ମ? ନାଇଁ ମୋ ମହାମନ୍ତ୍ରୀ, ମୁଁ ଦେଖୁଥିଲି ରସଗୋଲା, ରସମଲେଇ, ଗୁଲାବଜାମୁନ, କେତେ ପ୍ରକାରର ମିଠା ଅଛି। ମୋତେ ଟିକେ ଦେଇଦେଲେ ମୁଁ ପଳେଇ ଯିବି। କ'ଣ କହିଲୁ ବୁଲବୁଲ ଚଢ଼େଇ, ତୁ ମିଠା ଖାଇବୁ? ହଁ, ଆଉ ନୁହେଁ ତ କ'ଣ? ମହାରାଜ, ବୁଲବୁଲ ଚଢ଼େଇ କହୁଛି ମିଠା ଖାଇବ ବୋଲି। କ'ଣ ହେଲା? ବୁଲବୁଲ ଚଢ଼େଇ ମିଠା ଖାଇବ ବୋଲି କହୁଛି? ତାର ଏତେ ସାହସ? ମୋ ରାଜ ଉଆସରୁ ସେ ମିଠା ଖାଇବ? କାହିଁକି ନୁହେଁ ମହାରାଜ, ମୁଁ ଯେମିତି ହଉନା କାହିଁକି ଆଜି ମିଠା ଖାଇକି ହିଁ ଯିବି। କ'ଣ ହେଲା ବୁଲବୁଲ ଚଢ଼େଇ, ତୁ ମୋ ମୁହଁ ଉପରେ ଜବାବ ଦେଉଛୁ? ସିପାହୀ, ସିପାହୀ, କୁଆଡ଼େ ଗଲ? ଏ ବୁଲବୁଲ ଚଢ଼େଇକୁ ବନ୍ଦୀ କର। ରାଜା ବହୁତ ଦୁଷ୍ଟ, ରାଜା ବହୁତ ଖରାପ, ରାଜା ବହୁତ ଦୁଷ୍ଟ, ରାଜା ବହୁତ ଖରାପ। ହଉ, ଠିକ୍ ଅଛି ମହାରାଜ, ମୋତେ ସିନା ଦେଲ ନାହିଁ, ମୁଁ ଯେମିତି ହଉନା କାହିଁକି ମିଠା ତିଆରି କରି ହିଁ ଖାଇବି। ଏତିକି କହି ବୁଲବୁଲ ଚଢ଼େଇ ଉଡ଼ି ଚାଲିଗଲା। ସିପାହୀ, କୋଉଠି ଅଛ? ଏ ବୁଲବୁଲ ଚଢ଼େଇକି ଧରିକି ନେଇକି ଆସ ମୋ ପାଖକୁ। ରହିଯା ବୁଲବୁଲ ଚଢ଼େଇ, ରହିଯା। ରହ ରହ, ଏଇ ରହ, ତାକୁ ଧର, ତାକୁ ଧର ଧର। ବୁଲବୁଲ ଚଢ଼େଇ ରହିଯା। ହେ ଭଗବାନ, ମୁଁ ଆଜି ଯେମିତି ହଉନା କାହିଁକି ବଞ୍ଚିତ ଗଲି। ଠିକ୍ ଅଛି, ମୁଁ ଯେମିତି ହଉ ବି ମିଠା ତିଆରି କରି ହିଁ ଖାଇବି। ମୋ ମନ ଅଛି ମାନେ ମୁଁ ଖାଇବି ନିଶ୍ଚିତ। କ'ଣ ବାଘ ଭାଇ, ମୋତେ କିଛି କହିଲ କି ତମେ? ନା ନା, ମୁଁ ତତେ କିଛି କହୁନାହିଁ। ଆରେ ବୁଲବୁଲ ଚଢ଼େଇ, ମିଠା ତ ତୋ ଭାଗ୍ୟର ନାହିଁ। ତୁ ଯା, ସେ ପାଚିଲା ପପିଆ ଖାଇ ନେବୁ। ପାଚିଲା ପପେୟା? ପାଚିଲା ପପେୟା ବାଘ ଭାଇ ତମେ ଖାଅ, ମୁଁ ତ ମିଠା ନିଶ୍ଚିତ ଖାଇବି। ଏ ବୁଲବୁଲ ଚଢ଼େଇ ମିଠା ଖାଇବ। ହା ହା, ତୁ ତ ମୋ ପେଟକୁ ଯିବୁ। ହେ ଭଗବାନ, ହେ ଭଗବାନ, ମୁଁ କ'ଣ କେବେ ବି ମିଠା ଖାଇପାରିବିନି। କ'ଣ ହେଲା ବୁଲବୁଲ ଚଢ଼େଇ, କାହିଁକି ଏମିତି କାନ୍ଦୁଛୁ? ମୋତେ କ'ଣ କାନ୍ଦିବାକୁ ଭଲ ଲାଗୁଛି କି ଦିଦି? ମୁଁ ମିଠା ଖାଇଥାନ୍ତି, ହେଲେ ମହାରାଜ ମୋତେ ଦେଲେନି। ଆରେ ଏଇ ଗୋଟିଏ କଥା, ମିଠା ଖାଇବୁ ତ? ଠିକ୍ ଅଛି, ମୁଁ ମିଠା ତିଆରି କରିଦେବି ତୋ ପାଇଁ। ତମେ ସତ କହୁଛ ଦିଦି? ମୋତେ ମିଠା ତିଆରି କରିଦେବ? ହଁ, ମୁଁ ତୋ ପାଇଁ ମିଠା ତିଆରି କରିଦେବି। ତୁ ସବୁ ଜିନିଷ ନେଇ ଆସ, ମୁଁ ତୋ ପାଇଁ ତିଆରି କରିଦେବି। ତା ପାଇଁ ମଇଦା, ଚିନି, ଇଲାଇଚି, କ୍ଷୀର, ଘିଅ, ତେଜପତ୍ର ସବୁ ନେଇ ଆସ, ମୁଁ ତିଆରି କରିଦେବି, ତୁ ଖାଇବୁ ମିଠା। ଦିଦି, ଏତେ ସବୁ ଜିନିଷ ଦରକାର ତା ପାଇଁ ମିଠା ଖାଇବାକୁ ହେଲେ? ହଁ, ଆଉ ନୁହେଁ ତ କ'ଣ? ମିଠା କ'ଣ ଖାଲି ହେଇଯିବ କି? ଏତେ ସାରା ଜିନିଷ ଆଣିବାକୁ ମୁଁ ତ ପାରିବିନି, ମୋତେ କିଛି ଉପାୟ କରିବାକୁ ପଡ଼ିବ। କ'ଣ କରିବି, କ'ଣ କରିବି, କ'ଣ କରିବି? ଆଚ୍ଛା, ରାତିରେ ଶୋଇଲା ପରେ ଭାବିକି କହିବି। ହବ ହବ, ନିଶ୍ଚିତ ହେବ। ଇଚ୍ଛା ହେଉଛି ମାନେ ମୁଁ ନିଶ୍ଚିତ ଖାଇବି। ଆରେ, ମୁଁ ଭାବିବା ଅନୁସାରେ ସେମିତି ହିଁ ଘଟୁଛି। ବାଘ ଭାଇ ତ ଆସିଗଲାଣି। ଏ ବୁଲବୁଲ ଚଢ଼େଇ, ଆ ନା ମୋ ପାଖକୁ ଆ। ଆଜି ନା ମୁଁ ବହୁତ ଖୁସି ଅଛି। ଖୁସି ଅଛ ବାଘ ଭାଇନା? ମୁଁ ବି ଆଜି ବହୁତ ଖୁସି ଅଛି। ଜାଣିଛ, ମୁଁ ଆଜି ମିଠା ଖାଇବି, ତାକ୍ ଧିନ୍ ଧିନ୍ ଧିନ୍। କ'ଣ କହିଲୁ? ମିଠା ଖାଇବୁ?
କ'ଣ ହେଲା ବାଘ ଭାଇନା? ତମେ ଜାଣିପାରିଲନି କି? ମୁଁ ଆଉ ଥରେ ନାଚିକି କହିବି କି? ନାଇଁ ନାଇଁ ଦରକାର ନାହିଁ। ଆରେ ବୁଲବୁଲ, ତୁ ଏତେ ମିଠା ଖାଇଲେ ତ ପେଟ ଖରାପ ହେବନି? ମୋତେ ସେଥିରୁ ତ କିଛି ଦେବୁ। ନିଶ୍ଚିତ ଦେବି ବାଘ ଭାଇନା, ନିଶ୍ଚିତ ଦେବି। ତମେ ଯଦି ମୋ କାମ କରିଦେବ ମୁଁ ନିଶ୍ଚିତ ଦେବି। ମୋତେ କ'ଣ କରିବାକୁ ହବ କହ ବୁଲବୁଲ, ମୁଁ ନିଶ୍ଚିତ କରିବି। ବାଘ ଭାଇନା, ତମକୁ ମୁଁ ଗୋଟିଏ କଥା କହିବି, ତମେ ଯାଇ ମହାରାଜାଙ୍କୁ କହିବ। ବାସ୍, ତମର ଏତିକି ହିଁ କାମ। ଆଚ୍ଛା ଠିକ୍ ଅଛି, ମୋତେ କ'ଣ କରିବାକୁ ହବ କହ। ଆରେ ଏଇ ବାଘ ଆସିଗଲା, ସତରେ ବାଘ ଆସିଗଲା। ବାଘ କୁଆଡ଼ୁ ଆସିଲା? ସିପାହୀ, ଆରେ ମୋତେ ବଞ୍ଚାଅ ରେ, କେହି ମୋତେ ବଞ୍ଚାଅ। ମହାରାଜ, ଆଜି ମୁଁ ତୋତେ ଖାଇବାକୁ ଆସିନାହିଁ। ତୁ ମୋତେ କିଛି ଜିନିଷ ଦେଇଦେ, ମୁଁ ନେଇ ଚାଲିଯିବି। ହେ ଭଗବାନ, କହ ବାଘ, ମୋତେ କ'ଣ ଦେବାକୁ ପଡ଼ିବ? ଏତିକି ଜିନିଷ ଦରକାର ତମର? ହଉ ଠିକ୍ ଅଛି, ଟିକେ ରୁହ, ମୁଁ ଦଉଛି ଆଣିକି। ସିପାହୀ, ସିପାହୀ, ଜଲ୍ଦି ଆଣି ବାଘକୁ ଆଣି ସବୁ ଜିନିଷ ଦେଅ। ଏଇ ନେ ବୁଲବୁଲ, ତୋର ସବୁ ଜିନିଷ ମୁଁ ନେଇ ଆସିଛି। ହଉ ଠିକ୍ ଅଛି ବାଘ ଭାଇନା, ତମେ ସେଇଠି ରଖିଦିଅ। ମୁଁ ମିଠା ତିଆରି କରିସାରିବା ପରେ ତମକୁ ଡାକିବି, ଆମେ ଦୁଇ ଜଣ ମିଶି ସାଙ୍ଗ ହେଇ ଖାଇବା। ହଉ ଠିକ୍ ଅଛି, ମୁଁ ଯାଉଛି ହାତ ମୁହଁ ଧୋଇ ଆସେ। ତୁ ବଢ଼ାବଢ଼ି କରିକି ରଖ, ଆମେ ଦୁଇ ଜଣ ମିଶି ଖାଇବା। ରାଧା ମାଉସୀ ମନ ଆନନ୍ଦରେ ମିଠା ତିଆରି କଲା। ତାପରେ ରାଧା ମାଉସୀ, ବୁଲବୁଲ ଚଢ଼େଇ, ବାଘ ଭାଇନା ତିନି ଜଣ ମିଶି ମନ ଖୁସିରେ ଖାଇଲେ। ବୁଲବୁଲ ଚଢ଼େଇର ମିଠା ଖାଇବା ସ୍ୱପ୍ନ ପୂରା ହୋଇଗଲା। ଏ କାହାଣୀରୁ ଶିଖିବାକୁ ମିଳିଲା ଆମକୁ, ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳିବ।